ହଉଛି ଗଲା 19 ତାରିଖରେ ଯେନ୍ ଆମ ଜିଲ୍ଲାପାଳ ଅଫିସରେ ଡିଏଲପିସି ମିଟିଂ ଦିନ ଘଟଣାଟା ହେଇଥିଲା ଆପଣ ମାନେ ସମସ୍ତେ ସେ ଘଟଣା ଦେଖିଛନ୍ ଯେନ୍ଟା କି ଆମେ ପୁରାପୁରି ଭାବେ ଦୃଢ ନିନ୍ଦା କରୁଛୁ ଯେହେତୁ ଯେନ୍ କଲେକ୍ଟର ମ୍ୟାଡାମ ଗୋଟେ ତାଙ୍କର କଥାଟା କହିଥିଲେ ଗୋଟେ ନାରୀ ନେତୃତ୍ୱ କି ଯେନ୍ ପୁରୁଷ ପ୍ରଧାନ ଦେଶରେ ନାରୀ ମାନେ ଦାୟିତ୍ୱ ନେବାଟା ବହୁତ ମୁସ୍କିଲ ହଉଛି ରାଜନୀତି କ୍ଷେତ୍ରରେ ଆହୁରି ସେଟା ମୁସ୍କିଲ ହଉଛି ଆଉ ସେ ସୋନପୁର ଭଳି ଗୋଟେ ଛୋଟ ଜାଗାରେ ଆମେ କୃଷକ ଲାଗି ଚାଷୀ ଲାଗି ବାହାରିକିନା ନେତୃତ୍ୱ ନଉଛୁ ଗ୍ରାଉଣ୍ଡରେ ଯାହା ବି କାମ କରୁଛୁ ସେ ଜିନିଷ କି ଆମେ ସମସ୍ୟା ହଉ ସମାଧାନ ହଉ ସେ ଜିନିଷ କହିବାର ଲାଗି ଆମେ ଡିଏଲପିସି ମିଟିଂ କେ ଯିବାର ଲାଗି ଚେଷ୍ଟା କରିଥିଲୁ ଲେକିନ ସେ ଜାଗାରେ ଆମକେ ପୋଲିସ ଫୋର୍ସ ଲଇକିନା ସେନୁ ଘୁଷଡେଇକିନା ଆମକେ ବାହାରକେ ଖେଦି ଦେଇଥିଲେ ତାରପରେ ଯେତେବେଳେ ଜିଲ୍ଲାପାଳ ମ୍ୟାଡାମକୁ ଆମେ କହିଥିଲୁ ଆମର ସାଙ୍ଗେ କଥା ହେବାର ଲାଗି ଚେଷ୍ଟା କରିଥିଲୁ ସେ ଆମକେ ଯାକେ रोटी सेको यहाँ पर आपका क्या काम है बोली हमके जवाब ଦେଇଥିଲେ ଗୋଟେ ଜିଲ୍ଲାପାଳ ହେଇକିନା ତାଙ୍କନୁ ଆମେ ଆଶା ନାଇଁ କରିବା ସେ ଗୋଟେ ଜିଲ୍ଲାର ଆମର ତାଙ୍କର ଉପରେ ଆଶା ଅଛି କି ଆମକୁ ସେମାନେ ମାନେ ନିହାତି ଭାବେ ଭଲ ସେ ଦେଖିବେ ଜିଲ୍ଲାକେ ଯାହା ବି ସମସ୍ୟା ଅଛି ସମାଧାନ କରିବେ ହେଲେ ଏପରି ଗୋଟେ ବାଇଟଟେ ଦେବାର କଥାଟେ କହିବାର ଗୋଟେ ନାରୀ ହେଇକିନା ନାରୀ କେ ଦେବାରଟା ପୁରାପୁରି ନାରୀ ସମାଜ କେ ଆଜି ମାନେ ଅସମ୍ମାନ ଜଣେଇଛି ଆଉ ସେଥିଲାଗି ଆଜି ଆମ ଉଦ୍ଦେଶ୍ୟଟା